ସୂର୍ଯ୍ୟଦେବଙ୍କୁ ଭୁଲରେ ବି ଏପରି ଜଳ ଚଢ଼ାନ୍ତୁ ନାହିଁ। ଏମିତି ଜଳ ଚଢ଼ାଇବା ଦ୍ୱାରା ଦରିଦ୍ରତା ମାଡ଼ି ଆସିଥାଏ। ମା ଲକ୍ଷ୍ମୀ ତୁରନ୍ତ ଆପଣଙ୍କ ଘର ଛାଡ଼ି ଚାଲି ଯାଇଥାନ୍ତି। ତେବେ ସୂର୍ଯ୍ୟଦେବଙ୍କୁ ଠିକ୍ ତରିକାରେ ଜଳ ଚଢ଼ାଇବାକୁ ଜାଣିବାକୁ ଚାହୁଁଥିଲେ ତ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଓମ୍ ସୂର୍ଯ୍ୟାୟ ନମଃ ଅବଶ୍ୟ ଲେଖିଦିଅନ୍ତୁ। ପ୍ରାଚୀନ ବେଦରେ ସୂର୍ଯ୍ୟଙ୍କୁ ସର୍ବ ଜଗତର ଆତ୍ମା କୁହାଯାଏ। ସମସ୍ତ ଜୀବର ଆତ୍ମାର ଊର୍ଜା ସ୍ରୋତ ସୂର୍ଯ୍ୟଦେବ ହିଁ ହୋଇଥାନ୍ତି। ତ ସୂର୍ଯ୍ୟଦେବ ହିଁ ସୃଷ୍ଟିର ଜୀବନ ହୋଇଥାନ୍ତି। ଏଥିପାଇଁ ସାକ୍ଷାତ ସୂର୍ଯ୍ୟଦେବଙ୍କୁ ବିଶେଷ ମାଧ୍ୟମରେ ସମସ୍ତ ସଂସାରର ସଞ୍ଚାଳନ କରିଥାନ୍ତି। ତ ପ୍ରତ୍ୟେକ ମନୁଷ୍ୟ ସୂର୍ଯ୍ୟ ଭଗବାନଙ୍କୁ ଜଳ ସମର୍ପଣ ଦେଇ ସୂର୍ଯ୍ୟଙ୍କୁ ଆଧାର ପ୍ରକଟ କରିବା ଉଚିତ। ଆଉ ଯଦି ବି ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ସମ୍ଭବ ନୁହେଁ ତ କମ୍ ସେ କମ୍ ପ୍ରତି ରବିବାରକୁ ସୂର୍ଯ୍ୟଙ୍କୁ ଜଳ ନିହାତି ଚଢ଼ାନ୍ତୁ। ଏହା ଦ୍ୱାରା ସେହି ବ୍ୟକ୍ତିଙ୍କୁ ସୂର୍ଯ୍ୟଦେବଙ୍କର କୃପା ପ୍ରାପ୍ତ ହୋଇଥାଏ। ଆଉ ଭୁଲରେ ବି ଖାଲି ଜଳ ଚଢ଼ାଇବେ ନାହିଁ। ଗୋଟିଏ ତମ୍ଭା ପାତ୍ରଟିଏ ନେବେ, ସେହି ତମ୍ଭା ପାତ୍ରରେ ଶୁଦ୍ଧ ଜଳ ନେବେ, କିଛି ଗଙ୍ଗା ଜଳ ପକାଇଦେବେ, ତାପରେ ଲାଲ ଚନ୍ଦନ ଦେବେ, ତା ସହିତ କିଛି ପୁଷ୍ପ ଦେଇକି ସେହି ଜଳକୁ ଭଗବାନ ସୂର୍ଯ୍ୟଙ୍କୁ ଅର୍ପଣ କରିବେ। ଏହିପରି ଆପଣ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।